ଏବେ ରାତି ହେଲାଣି ଆସିକି 10:30 ଆଉ ଏଇ 10:30ରେ ମୁଁ କିଚେନରେ ଆସିକି ରୋଷେଇ କରୁଛି। ଆଜି ସ୍ୱାମୀଙ୍କ ପାଇଁ ନୁହେଁ କି ଝିଅ ପାଇଁ ନୁହେଁ, ଆଜି ମୁଁ ମୋ ପାଇଁ ଆସିଛି ଆଉ ରୋଷେଇଟା ମୋ ପାଇଁ କରୁଛି। ଇପି ବନାଉଛି ଆଜି। ମୋତେ ଇଚ୍ଛା ଭୋକ ଲାଗୁଥିଲା ତ କିଛି ଗୋଟେ ଚଟପଟା ଖାଇବାକୁ ଇଚ୍ଛା ହେଉଥିଲା। ଭୋକ ମାନେ ତ କିଛି ଗୋଟେ ଭଲ ଜିନିଷ ଖାଇବାକୁ ଇଚ୍ଛା ହେବ ନା। ତ ମୋ ପାଖରେ ଇପି ଥିଲା, ସେ ବି ଏତିକି କିଛି ନାହିଁ। ଝିଅ ପାଇଁ, ଆମ ମା ଝିଅଙ୍କ ପାଇଁ ଏତିକି ଇପି କାଫି। ଆଉ ସେ ବି ଚିଜିବାଲା ଭାବିଲି ବନେଇଦେବି। ତାପରେ ମୁଁ ମୋର ଏଠି ଇପି ବସାଇ ଦେଇଥିଲି, କିନ୍ତୁ ଝିଅ ତ ସନ୍ଧ୍ୟାବେଳୁ ଖାଇକି ଶୋଇ ପଡ଼ିଥିଲା। ଝିଅକୁ କ'ଣ ଛାଡ଼ିକି ମୁଁ ଏକୁଟିଆ ଇପି ଖାଇପାରିବି, ଯେହେତୁ ଏଇଟା ତା ଫେଭରେଟ୍ ଖାଇବା। ଆଉ ମୋ ପାଟିକୁ ତ ସେମିତି ଯିବନି, ମା ମନ। ଆଉ ମୁଁ ସେଥିପାଇଁ ତାକୁ ନିଦରୁ ଉଠାଇ ଦେଇଥିଲି। ଏ ଭିଡ଼ିଓଟା ଆଜିର ମୁଁ ବନାଉଛି, କିନ୍ତୁ ପୋଷ୍ଟ କରିବି କାଲି। ଭଏସ୍ ବି ଆଜି ଦେଉଛି, ପୋଷ୍ଟ କରିବି ମୁଁ କାଲି। ତ ଏଇଠି ଦେଖନ୍ତୁ, ଝିଅକୁ ମୁଁ ଉଠେଇକି ଆମେ ମା ଝିଅ ବସି ପଡ଼ିଲୁ ଖାଇବା ପାଇଁ। ସେ ଦେଖନ୍ତୁ ତା ମୁହଁରୁ ଜାଣିପାରୁଥିବେ ସେ ନିଦରୁ ଉଠିଛି। ଆଉ ଇପି ନାଁ ଶୁଣିକି ହିଁ ସେ ନିଦରୁ ଉଠିଛି। ତ ଆମେ 2 ଜଣ ଖାଇବାକୁ ପଳେଇଲୁ। ରହିଲି